सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ମଣିଷର ମହିମା ଈଶ୍ୱରର ନୁହେଁ, ଏହି ବିଷୟରେ ଆମେ ଆଲୋଚନା କରିବା। ମନୁଷ୍ୟର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିବା ଅସମ୍ଭବ। ସଂସାରରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ। ସଂସାରରେ ସବୁଠାରୁ ବିଚିତ୍ର ଓ ଆଶ୍ଚର୍ଯ୍ୟଜନକ ପ୍ରାଣୀ ମନୁଷ୍ୟ। ଲୋକେ କହନ୍ତି ଈଶ୍ୱର ସବୁଠାରୁ ବଡ଼ ବା ମହାନ। ଏହା ହୋଇପାରେ, ମାତ୍ର ମନୁଷ୍ୟ ଏତେ ବଡ଼ ଯେ ଈଶ୍ୱର ତାଙ୍କ ପାଖରେ କିଛି ନୁହେଁ। ଯଦି ଈଶ୍ୱର ସମସ୍ତଙ୍କ ଠାରୁ ବଡ଼, ତେବେ ମଣିଷ କେତେ ବଡ଼ ହୋଇନଥିବ। କାରଣ ମନୁଷ୍ୟ ସବୁ ସମୟରେ ଈଶ୍ୱରଙ୍କର ନିର୍ମାତା ଓ ଜନ୍ମଦାତା। ମଣିଷ ଈଶ୍ୱରର ବାପ। ଯେତେ ପ୍ରକାର ଈଶ୍ୱର ଅଛନ୍ତି, ସମସ୍ତଙ୍କୁ ଏହି ମଣିଷ ତିଆରି କରେ ଓ ନିଜେ ତାକୁ ମାନେ। ଏବଂ ସଂସାରରେ ଯେତେ ପ୍ରକାର ଈଶ୍ୱର ଦେଖାଯାଆନ୍ତି, ସେସବୁ ମଣିଷ ମସ୍ତିଷ୍କରୁ ସୃଷ୍ଟି ହୁଏ। ଯେତେବେଳେ ମଣିଷ ନିଜ ବୁଦ୍ଧିରେ ଈଶ୍ୱରଙ୍କୁ ଗଢ଼ିଲା, ସେ କହିଲା ଯେ ଈଶ୍ୱର ପର୍ବତ ଉପରେ ରହନ୍ତି। ମନୁଷ୍ୟ ଈଶ୍ୱରଙ୍କୁ ପର୍ବତରେ ଖୋଜି ଖୋଜି କୈଳାସ ପର୍ବତ ପର୍ଯ୍ୟନ୍ତ ପହଞ୍ଚି ଈଶ୍ୱରଙ୍କୁ ପାଇଲା ନାହିଁ। ତେଣୁ କୁହାଗଲା ଯେ ଈଶ୍ୱର ସମୁଦ୍ରରେ ରହନ୍ତି। ସମୁଦ୍ରରେ ନ ମିଳିବାରୁ କୁହାଗଲା ଈଶ୍ୱର ଶିବଲୋକ, ବ୍ରହ୍ମଲୋକ ଓ ବୈକୁଣ୍ଠରେ ରହନ୍ତି ବୋଲି। ସେଠାରେ ମଧ୍ୟ ଈଶ୍ୱର ନ ମିଳିବାରୁ କୁହାଗଲା ଈଶ୍ୱର କେବଳ ଭକ୍ତଙ୍କୁ ଦେଖାଯାଆନ୍ତି ଓ ସବୁ ସ୍ଥାନରେ ଅଛନ୍ତି। କେହି କହିଲେ ତାଙ୍କର 5ଟି ମୁହଁ, କେହି କହିଲେ ସେ ବ୍ରହ୍ମା ବା ବ୍ରହ୍ମ ଓ ତାଙ୍କର 4ଟି ମୁହଁ। ବୈଷ୍ଣବମାନେ କହିଲେ ସେ ବିଷ୍ଣୁ ଅଟନ୍ତି। ତାଙ୍କର 4 ମୁହଁ ନାହିଁ, କିନ୍ତୁ 4 ହାତ ଅଛି। କେହି କହିଲେ ସେ ନୀଳ ରଙ୍ଗ ଅଟନ୍ତି, କେହି କହିଲେ ସେ ଉଜ୍ଜ୍ୱଳ ଓ ଶ୍ଵେତବର୍ଣ୍ଣ ଅଟନ୍ତି, ଆଉ କେହି କହିଲେ ସେ ଲାଲ ରଙ୍ଗ ଅଟନ୍ତି। କେହି କହିଲେ ତାଙ୍କର ଶୁଣ୍ଢ ଅଛି ଓ ତାଙ୍କର ପେଟ ବଡ଼। ଅନ୍ୟ କେହି କହିଲେ ତାଙ୍କର ଲାଞ୍ଜ ଅଛି। ବୁଦ୍ଧିମାନ ଲୋକେ ପଚାରିଲେ ଯେ ସେ ସବୁ ସ୍ଥାନରେ ଅଛନ୍ତି ଓ ଏତେ ବଡ଼, ତେବେ କାହିଁକି ଦେଖାଯାଉନାହାନ୍ତି? ଭକ୍ତମାନେ ଈଶ୍ୱରଙ୍କୁ ବୈକୁଣ୍ଠପୁର ଓ କ୍ଷୀର ସମୁଦ୍ରରେ ନ ପାଇ କହନ୍ତି ସେ ସବୁ ସ୍ଥାନରେ ପ୍ରେମ ଭାବରୁ ମିଳନ୍ତି ଓ ସାକାର ଅଟନ୍ତି। ସେ ପୀତାମ୍ବର ଧୋତି ପିନ୍ଧି ସୁନାର ପଇତା ପିନ୍ଧନ୍ତି। କହନ୍ତି ସେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ସ୍ୱର୍ଣ୍ଣବର୍ଣ୍ଣ ଅଟନ୍ତି। ମଣିଷ ଭାବିଲେ ଆମେ ସୂତାର ପଇତା ଓ ବସ୍ତ୍ର ପିନ୍ଧୁଛୁ। ଈଶ୍ୱର ସୁନାର ପଇତା ଓ ପୀତାମ୍ବର ଧୋତି ପିନ୍ଧୁଥିବେ। ଆମେ ପତଳା, ସେ ମୋଟା ହୋଇଥିବେ। ଆମର ଗୋଟିଏ ମୁହଁ, ତାଙ୍କର 3, 4 ଓ 5ଟି ମୁହଁ। ଆମେ ପତଳା, ଈଶ୍ୱର ମୋଟା। ବୁଦ୍ଧିମାନ ଲୋକମାନେ କହିଲେ
ତେବେ ଈଶ୍ୱର କାହିଁକି ଦେଖାଯାଉନାହାନ୍ତି? ମତବାଦୀ କହିଲେ ସେ କେବଳ ଭକ୍ତଙ୍କୁ ଦେଖା ଦିଅନ୍ତି। ବୁଦ୍ଧିମାନମାନଙ୍କୁ ଏହା ଗୋଳମାଳିଆ ଜଣା ପଡ଼ିବାରୁ ସେମାନେ ପ୍ରଶ୍ନ ଉପରେ ପ୍ରଶ୍ନ କଲେ। ମତବାଦୀ କହିଲେ ଈଶ୍ୱର ବୁଦ୍ଧିର ଉପରେ ଓ ବୁଦ୍ଧିମାନ ବା ବିତର୍କ କରୁଥିବା ଲୋକମାନଠାରୁ ଦୂରରେ ରହନ୍ତି। ତେଣୁ ବୁଦ୍ଧିମାନ ମାନେ କହିଲେ ତେବେ ଈଶ୍ୱର ମୂର୍ଖଙ୍କୁ ଦେଖା ଦିଅନ୍ତି। ମୂର୍ଖ ଲୋକମାନେ ଈଶ୍ୱରଙ୍କୁ ନ ଦେଖିବାରୁ ମତବାଦୀ କହିଲେ ଈଶ୍ୱର ନିରାକାର ଓ ନିର୍ବିକାର, ସେ ଶରୀର ଶୂନ୍ୟ, ଇନ୍ଦ୍ରିୟ ରହିତ। ଈଶ୍ୱରଙ୍କୁ କୌଣସି ଇନ୍ଦ୍ରିୟ ଦ୍ୱାରା ଜାଣି ହୁଏ ନାହିଁ। ଏହିପରି ପ୍ରଶ୍ନ ହେବାରୁ ଭକ୍ତମାନେ କହିଲେ ଈଶ୍ୱରଙ୍କୁ ବିଶ୍ୱାସ କରି ମାନିନିଅ ଯେ ସେ ନିଶ୍ଚୟ ଅଛନ୍ତି ଓ ସ୍ୱପ୍ନରେ ଦେଖା ଦିଅନ୍ତି। ବୁଦ୍ଧିମାନ ମାନେ କହିଲେ ସ୍ୱପ୍ନରେ ତ ମିତ୍ର ଦେଖାଯାଆନ୍ତି। ସ୍ୱପ୍ନରେ ସାରା ସୃଷ୍ଟି ଆମର ଭାବନା ଏବଂ କଳ୍ପନା। ଯଦି ସ୍ୱପ୍ନର ସାରା ସୃଷ୍ଟି ଆମର କଳ୍ପନା, ତେବେ ସ୍ୱପ୍ନରେ ଦେଖାଯାଉଥିବା ଈଶ୍ୱର, ଦେବୀ ଦେବତା, ଭୂତ ପ୍ରେତ ବାସ୍ତବିକ ନାହାନ୍ତି। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।